ଯେଉଁମାନେ କୁହନ୍ତି ହିନ୍ଦୁ ମୁସଲିମ ଭାଇ ଭାଇ ଆଉ ଭାଇଚାରାର ତୁଷ୍ଟିକରଣ ରାଜନୀତି କରନ୍ତି, ମୁଁ ସେଇମାନଙ୍କୁ କହି ରଖୁଛି ଭାଇ, କାଶ୍ମୀର ଫାଇଲ ଯଦି ତମେ ଦେଖିନ ଆଉ ଥରେ ଯାଅ ଦେଖିଦିଅ। ଆଉ ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ଯେଉଁ ଘଟଣା ହେଇଥିଲା ସେ ଘଟଣା ବି ଟିକେ ଦେଖିଦିଅ। ଆଉ ଏବେ କଲିକତାର ମୁର୍ସିଦାବାଦରେ ଯେଉଁ ଘଟଣା ହେଲା, ଗୋଟେ ହିନ୍ଦୁ ପରିବାର 3 ଜଣଙ୍କୁ ଯେଉଁ ବାଡ଼େଇ ବାଡ଼େଇ ମାରିଦେଲେ, ତା ଉପରେ କିଛି ତୁଷ୍ଟିକରଣ ରାଜନୀତି ଟିକେ କର। ଟିକେ ହିନ୍ଦୁମାନଙ୍କ ଉପରେ ଟିକେ କୁହ, ଆମେ ଜାଣିବୁ ଯେ ପ୍ରକୃତ ତମେ ରାଜନେତା। ଆଉ ଗୋଟେ ନିର୍ଦ୍ଦିଷ୍ଟ ଗୋଟେ ସମ୍ପ୍ରଦାୟଙ୍କର ପାଇଁକା ତମେ କଥା କହୁଛ, ଆକୁ କ'ଣ ଆମେ ରାଜନେତା କହିବୁ? ଆକୁ ରାଜନେତା କହିବୁନୁ, ଆଉ କେବଳ ସ୍ୱାର୍ଥବାଦୀ ନେତା କହିବୁ। କାହିଁକି ନା ଆପଣମାନେ ନିଜେ ଟିକେ ଚିନ୍ତାଧାରା କରନ୍ତୁ। ଯଦି ପାକିସ୍ତାନରେ କେତେ ପରସେଣ୍ଟ ହିନ୍ଦୁ ଥିଲେ, ଏବେ ଘଟିକିରି 5% ହିନ୍ଦୁ ହେଲେଣି। ବାଂଲାଦେଶରେ କେତେ ପରସେଣ୍ଟ ହିନ୍ଦୁ ଥିଲେ, ଏବେ କେତେ ପରସେଣ୍ଟ ହିନ୍ଦୁ ଅଛନ୍ତି। କାଶ୍ମୀରରେ କେତେ ପରସେଣ୍ଟ ହିନ୍ଦୁ ଅଛନ୍ତି। ଆଉ ଏବେ କଲିକତା ମୁର୍ସିଦାବାଦରେ ସେଠି ଅଳ୍ପ ସଂଖ୍ୟକ ହିନ୍ଦୁ ଥବାରୁ ସେଠି ବହୁ ସଂଖ୍ୟକ ମୁସଲମାନ ଥବାରୁ ତାଙ୍କ ଉପରେ ଆକ୍ରମଣ କରି ତାଙ୍କୁ ମାରିଦେଲେ। ଯଦି ସେଠି ହିନ୍ଦୁ ଅଧିକ ସଂଖ୍ୟକ ଥାନ୍ତେ, ମୁସଲମାନ କମ୍ ସଂଖ୍ୟକ ତାହେଲେ କ'ଣ ହେଇଥାନ୍ତା? ଟିକେ ଚିନ୍ତାଧାରା କରନ୍ତୁ। ଆଉ ଏବେ ହିନ୍ଦୁ ଭାଇମାନଙ୍କୁ ମୁଁ ଡାଇରେକ୍ଟ ଆହ୍ୱାନ ଦେଉଛି ଯେ ଆପଣମାନେ ଆମ ଭିତରେ ଗୋଟେ ମାନେ ଏକତା ରଖନ୍ତୁ। ଆମ ପାଖରେ ଏକତା ଅଭାବରୁ ଆଜି ଏ ଘଟଣା ଘଟିଗଲା। ଯେ ଆମେ ଜଳ ଜଳ ହିଁ ଦେଖିଲେ, ଆମେ ବାଂଲାଦେଶ ଘଟଣାରୁ କିଛି ଶିଖିଲେନି, ତାପରେ ଆମକୁ କଲିକତା ଏଇ ଘଟଣାଟା ହେଲା। ଏକତା ହିଁ ବଡ଼ କଥାରେ କୁହନ୍ତି। ଆମେ ଏକତା ନିହାତି ଆଗକୁ ବଢ଼ିବା ଦରକାର। ମୁଁ ତ ଏଇ ଭିଡ଼ିଓ ମାଧ୍ୟମରେ ସବୁ ହିନ୍ଦୁ ଭାଇମାନଙ୍କୁ ଆହ୍ୱାନ ଦେବି ଯେ ଏକାଠି ହେବା, ଆମ ଧର୍ମକୁ ଆଗକୁ ନେବା, ଆଉ ଆମ ଧର୍ମ ବିରୁଦ୍ଧରେ ଯେଉଁମାନେ ଷଡ଼ଯନ୍ତ୍ର କରନ୍ତି ତାଙ୍କୁ ଦୃଢ଼ ପ୍ରଚାର କରିବେ।